18 तारिख रविवार 2025 सकाळର मुख्य खबर सत्यपाठରେ ସ୍ୱାଗତ। ଆସନ୍ତୁ ନଜର ପକାଇବା ଆଜିର 30ଟି ବଡ଼ ଖବର ଉପରେ। ପାକ୍ ଉତ୍ତେଜନା ମଧ୍ୟରେ ବାଂଲାଦେଶରୁ ଆମଦାନୀ ଉପରେ ଆଂଶିକ କଟକଣା ଲଗାଇଲା ଭାରତ। ଭାରତ ଓ ପାକିସ୍ତାନ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବାଂଲାଦେଶ ପାକିସ୍ତାନକୁ ସମର୍ଥନ ଜଣାଇଥିବାରୁ ଭାରତ ବାଂଲାଦେଶରୁ କିଛି ସାମଗ୍ରୀର ଆମଦାନୀ ଉପରେ ଆଂଶିକ କଟକଣା ଲଗାଇଥିବା ଜଣାପଡ଼ିଛି। ନାଭା, ସେଭା ଓ କାଲକାତା ବନ୍ଦରକୁ ଛାଡ଼ି ଅନ୍ୟ ସବୁ ବନ୍ଦରରେ ରେଡିମେଡ୍ ପୋଷାକର ଆମଦାନୀକୁ ନିଷିଦ୍ଧ କରାଯାଇଛି। ଫଳ ଓ ସ୍ୱାଦଯୁକ୍ତ ପାନୀୟ ଓ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ, କପା, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ କାଠ ଫର୍ଣ୍ଣିଚର ଆମଦାନୀକୁ ମଧ୍ୟ ଆଂଶିକ ଭାବରେ ନିଷିଦ୍ଧ କରାଯାଇଥିବା ସୂଚନା ମିଳିଛି। ଆଇପିଏଲ୍ 2025ର ପ୍ଲେ-ଅଫ୍ରୁ ବିଦା ହେଲା ଡିଫେଣ୍ଡିଂ ଚାମ୍ପିୟନ କେକେଆର। ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଆରସିବି। ଶନିବାର ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବର୍ଷା ଯୋଗୁଁ ଆରସିବି ଓ କେକେଆର ମଧ୍ୟରେ ମ୍ୟାଚ୍ ବାତିଲ ହୋଇଛି। ଫଳରେ ଉଭୟ ଟିମ୍କୁ ଏକ ଏକ ପଏଣ୍ଟ ମିଳିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ କେକେଆର ଆଇପିଏଲ୍ 2025ର ପ୍ଲେ-ଅଫ୍ ରେସ୍ରୁ ବାଦ୍ ପଡ଼ିଛି। ଅନ୍ୟପଟେ ଆରସିବି 17 ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ସୂଚନା ଥାଉ କି ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍, ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫ୍ ରେସ୍ରୁ ବିଦା ହୋଇସାରିଛନ୍ତି। ତିହାର ଜେଲରୁ ସାମ୍ନାକୁ ଆସିଲା 26/11 ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଦ୍ଦୁର ରାଣାର ପ୍ରଥମ ଫଟୋ। ଦିଲ୍ଲୀର ତିହାର ଜେଲରୁ ଆତଙ୍କବାଦୀ ତହଦ୍ଦୁର ରାଣାର ପ୍ରଥମ ଫଟୋ ଇଣ୍ଡିଆନ୍ ଏକ୍ସପ୍ରେସ ଦ୍ୱାରା ସେୟାର କରାଯାଇଛି। ଆମେରିକାରୁ ପ୍ରତ୍ୟର୍ପଣ କରାଯାଇଥିବା ରାଣାକୁ ଅତ୍ୟନ୍ତ ବିପଦପୂର୍ଣ୍ଣ କଏଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ୱାର୍ଡରେ ରଖାଯାଇଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାର ଭୂମିକା ପାଇଁ ସେ ରାଣାକୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନା ଥାଉ କି ସେ ପୂର୍ବରୁ ଆମେରିକା ଜେଲରେ ଥିବାବେଳେ କିଛି ଦିନ ତଳେ ତାକୁ ଆମେରିକାରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି। 2011ରେ ୟୁଏସ୍ ଯେମିତି ଆତଙ୍କବାଦୀଙ୍କୁ ତାଙ୍କ ଦେଶରେ ପଶି ମାରିଥିଲା, ଭାରତ ମଧ୍ୟ ସେମିତି କରିଛି, କହିଲେ ଉପରାଷ୍ଟ୍ରପତି ଧନଖଡ଼। ପାକିସ୍ତାନରେ ଆମେରିକା ପଶି ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିବା ଘଟଣା ସହିତ ଅପରେସନ ସିନ୍ଦୁରକୁ ତୁଳନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ସେ କହିଛନ୍ତି ଯେ 2001 ମସିହାରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ 2011 ମସିହାରେ ଆମେରିକା ଆତଙ୍କବାଦୀକୁ ଆଶ୍ରୟ ଦେଇଥିବା ଦେଶରେ ପ୍ରବେଶ କରି ଆତଙ୍କବାଦୀ ଓସାମାକୁ ହତ୍ୟା କରିଥିଲା। ଭାରତ ମଧ୍ୟ ସେହିପରି କରିଛି। ସୂଚନା ଥାଉ କି ଭାରତ ଅପରେସନ ସିନ୍ଦୁର ଅଧୀନରେ ଅନେକ ଆତଙ୍କୀ ଅଡ୍ଡାକୁ ଧ୍ୱଂସ କରିଛି। କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଉତ୍ତରାଖଣ୍ଡର କେଦାରନାଥରେ ଶନିବାର ଦିନ ଏକ ହେଲିକପ୍ଟର କ୍ରାସ୍ ଲ୍ୟାଣ୍ଡିଂ କରିଥିବା ଦେଖିବାକୁ ମିଳିଛି। ତେବେ ଗଡ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ଅନୁଯାୟୀ ହେଲିକପ୍ଟରରେ ଥିବା ପାଇଲଟ, ଜଣେ ରୋଗୀ ଓ ଡାକ୍ତରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ହେଲିକପ୍ଟରଟି ଏକ ଏୟାର ଆମ୍ବୁଲାନ୍ସ ହୋଇଥିବା ବେଳେ ଏହା ଋଷିକେଶକୁ ଯାଉଥିଲା। ଏହି ସମୟରେ ଏହାର ପଛ ଭାଗ ଭାଙ୍ଗିଯିବାରୁ ଏହି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି। ପାକିସ୍ତାନର 70ରୁ 80% ଉପରକୁ ନିୟନ୍ତ୍ରଣ ହରାଇଛି ପାକିସ୍ତାନ ସେନା, କହିଲା ବଲୁଚ ନେତା। ବଲୁଚ ଆମରୀୟ କଂଗ୍ରେସର ମହାସଚିବ ରଜାକ ବଲୁଚ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସେନା ବଲୁଚିସ୍ତାନ ପ୍ରଦେଶର 70ରୁ 80% ଉପରେ ନିୟନ୍ତ୍ରଣ ହରାଇଛି। ରାତି ପରେ ପାକିସ୍ତାନୀ ସେନା କ୍ୱେଟା ମଧ୍ୟ ଛାଡ଼ିପାରିବ ନାହିଁ। ରଜାକ ରାଷ୍ଟ୍ରଗୁଡ଼ିକୁ ବିଶେଷ କରି ଭାରତ ଆମେରିକାକୁ ବଲୁଚ ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ କରିବାକୁ ଅନୁରୋଧ କରି କହିଛନ୍ତି ଯେ ଯଦି ଭାରତ ଆମକୁ ସମର୍ଥନ କରେ ତେବେ ଆମର ଦ୍ୱାର ଖୋଲିଯିବ। କାର୍ଯ୍ୟକଳାପ ଓ ପାଣ୍ଠି ଯୋଗାଣ ସନ୍ଦେହରେ ଜାମ୍ମୁ କାଶ୍ମୀରରେ 10ଟି ଜାଗାରେ ଚଢ଼ାଉ କଲା ଏସ୍ଆଇଏ। ଜମ୍ମୁ କାଶ୍ମୀର ପୋଲିସର ରାଜ୍ୟ ତଦନ୍ତକାରୀ ସଂସ୍ଥା ଏସ୍ଆଇଏ ଶନିବାର ମଧ୍ୟ ଉତ୍ତର କାଶ୍ମୀରରେ ପ୍ରାୟ 10ଟି ସ୍ଥାନରେ ଚଢ଼ାଉ କରି ତଲାସୀ ଅଭିଯାନ ଜାରି ରଖିଛି। ରିପୋର୍ଟ ଅନୁସାରେ ଆତଙ୍କବାଦୀ କାର୍ଯ୍ୟକଳାପ ସେମାନଙ୍କ ପାଣ୍ଠି ଯୋଗାଣ ସନ୍ଦେହରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନା ଥାଉ କି ପହଲଗାମ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ଆତଙ୍କବାଦୀ ବିରୁଦ୍ଧରେ ଅପରେସନକୁ ତୀବ୍ର କରାଯାଇଛି। ଏହା ସହ ସୁରକ୍ଷା ବାହିନୀ ଆଲର୍ଟରେ ଥିବା ମଧ୍ୟ ଜଣାପଡ଼ିଛି। ଚିକିତ୍ସା ଖର୍ଚ୍ଚ ବୃଦ୍ଧି ଯୋଗୁଁ 48% ଭାରତୀୟ ସ୍ୱାସ୍ଥ୍ୟ ବୀମା କରିଛନ୍ତି, କହିଲା ରିପୋର୍ଟ। ହଂସ ରିସର୍ଚ୍ଚର ସ୍ୱାସ୍ଥ୍ୟ ବୀମା CUES 2025 ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ 48% ସ୍ୱାସ୍ଥ୍ୟ ବୀମା କ୍ରେତା ବଢୁଥିବା ସ୍ୱାସ୍ଥ୍ୟସେବା ଖର୍ଚ୍ଚରୁ ନିଜକୁ ସୁରକ୍ଷା ଦେବା ପାଇଁ ବୀମା କିଣିଥିବା ଦର୍ଶାଇଛନ୍ତି। ସେହିପରି 30% ପଲିସିଧାରୀ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ପଲିସି ସହିତ ନିଯୁକ୍ତିଦାତା ପ୍ରଦତ୍ତ କଭରେଜକୁ ମଧ୍ୟ ଗ୍ରହଣ କରନ୍ତି ବୋଲି ସୂଚନା ମିଳିଛି। ସୂଚନା ଥାଉ କି ଏହି ସର୍ଭେରେ 12ଟି ସ୍ୱାସ୍ଥ୍ୟ ବୀମା ବ୍ରାଣ୍ଡର 3800ରୁ ଅଧିକ ପଲିସିଧାରୀ ସାମିଲ ଥିଲେ। ତାଙ୍କ ବାସଭବନରେ ଭେଟିଲେ ଶୁଭମନ ଗିଲ୍, ଅଧିନାୟକ ହେବା ନେଇ ଜୋର ଧରିଲା ଚର୍ଚ୍ଚା। ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟର ଶୁଭମନ ଗିଲ୍ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ 4ରୁ 5 ଘଣ୍ଟା ପାଇଁ ଭେଟିଛନ୍ତି। ଭାରତର ପରବର୍ତ୍ତୀ ଟେଷ୍ଟ ଅଧିନାୟକ ହେବା ପାଇଁ ଗିଲ୍ଙ୍କ ନାମ ସବୁଠୁ ଆଗରେ ଥିବା ବେଳେ ଏହି ଭେଟଘାଟ ଖବର ସାମ୍ନାକୁ ଆସିଛି।
ମେ ମାସର ଶେଷ ସପ୍ତାହରେ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଚୟନ ହୋଇପାରେ। ସୂଚନା ଥାଉ କି ଟେଷ୍ଟରୁ ରୋହିତ ଶର୍ମାଙ୍କ ଅବସର ପରେ ଏବେ ଟେଷ୍ଟରେ ଅଧିନାୟକ ପଦ ଖାଲି ପଡ଼ିଛି। ଦେଶର ମଥୁରାରେ ଅବୈଧ ଭାବରେ ରହିବା ଅଭିଯୋଗରେ 90 ଜଣ ବାଂଲାଦେଶୀ ଗିରଫ। ଶୁକ୍ରବାର ଦିନ ଉତ୍ତରପ୍ରଦେଶରେ ମଥୁରା ଜିଲ୍ଲାରୁ ଭାରତରେ ଅବୈଧ ଭାବରେ ରହିବା ଅଭିଯୋଗରେ 28 ଜଣ ଶିଶୁଙ୍କୁ ସମେତ 90 ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଗିରଫ ବାଂଲାଦେଶୀଙ୍କ ମଧ୍ୟରେ 35 ଜଣ ପୁରୁଷ, 27 ଜଣ ମହିଳା ଓ 28 ଜଣ ଶିଶୁ ଥିବାବେଳେ ସେମାନଙ୍କୁ ପୋଲିସ ହାଜତକୁ ନିଆଯାଇଛି। ସେହିପରି ଗିରଫ ହୋଇଥିବା କିଛି ବାଂଲାଦେଶୀ ନାଗରିକଙ୍କଠାରୁ ଆଧାର କାର୍ଡ ମଧ୍ୟ ଜବତ କରାଯାଇଛି ବୋଲି ସୂଚନା ମିଳିଛି। ଟେବୁଲରେ ମହାପ୍ରସାଦକୁ ନା ଭକ୍ତଙ୍କ ସମାଜକୁ ନିବେଦନ କଲା ଶ୍ରୀମନ୍ଦିର ପ୍ରଶାସନ। କିଛି ଲୋକ ହୋଟେଲର ଡାଇନିଂ ଟେବୁଲରେ ବସି ମହାପ୍ରସାଦ ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏ ଘଟଣା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଭକ୍ତ ସମାଜକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ହୋଟେଲ ଗୁଡ଼ିକ ମଧ୍ୟ ନିଜ ଅତିଥିମାନଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବା ପାଇଁ ସଚେତନ କରିବାକୁ ଅନୁରୋଧ କରାଯାଇଛି। ଭୂମି ଉପରେ ବସି ମହାପ୍ରସାଦ ସେବନର ବିଧି ରହିଥିବା ବେଳେ କହିଛି ଶ୍ରୀମନ୍ଦିର ପ୍ରଶାସନ। ଇସ୍ରାଏଲର ବିମାନ ଆକ୍ରମଣରେ ହିଜବୁଲା କମାଣ୍ଡର ନିହତ। ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ ଆଜି ଶନିବାର ଲେବାନନରେ ଏକ ବିମାନ ଆକ୍ରମଣରେ ସାକ୍ଷିପ ଅଞ୍ଚଳରେ ଜଣେ ହିଜବୁଲା କମାଣ୍ଡରର ମୃତ୍ୟୁ ଘଟିଛି। ଆଇଡିଏଫ୍ ଅନୁଯାୟୀ ଏହି କମାଣ୍ଡର ଉକ୍ତ ଅଞ୍ଚଳରେ ହିଜବୁଲାର ଆତଙ୍କବାଦୀ ଭିତ୍ତିଭୂମିକୁ ପୁଣି ଥରେ ପ୍ରତିଷ୍ଠା କରିବାରେ ସାମିଲ ଥିଲା। ତେବେ ଆତଙ୍କବାଦୀ ଭିତ୍ତିଭୂମିର ପୁନର୍ନିର୍ମାଣ ଇସ୍ରାଏଲ ଓ ଲେବାନନ ମଧ୍ୟରେ ହୋଇଥିବା ଚୁକ୍ତିନାମାର ସ୍ପଷ୍ଟ ଉଲ୍ଲଂଘନ ହୋଇଥିବା ଇସ୍ରାଏଲ ଏହି ଆକ୍ରମଣ କରି କହିଛି ବୋଲି ଆଇଡିଏଫ୍ କହିଛନ୍ତି। ଅଭିଯୋଗରେ ଗିରଫ ହେଲେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ପାକିସ୍ତାନ ଆଇଏସଆଇକୁ ଯୋଗାଉଥିଲେ ତଥ୍ୟ। ପାକିସ୍ତାନର ଗୁଇନ୍ଦା ବିଭାଗ ସଂସ୍ଥା ଆଇଏସଆଇକୁ ଭାରତର ସମ୍ବେଦନଶୀଳ ସୂଚନା ଯୋଗାଇବା ସହ ଗୁପ୍ତଚର ଅଭିଯୋଗରେ ହରିୟାଣା ପୋଲିସ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏବଂ କୋର୍ଟ 5 ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛି। ତେବେ ଏ ପର୍ଯ୍ୟନ୍ତ ମୋଟ 6 ଜଣ ଗୁପ୍ତଚରଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ କହିଛି ଯେ ଗିରଫ ହୋଇଥିବା ଏହି ସମସ୍ତ ଲୋକ ଆଇଏସଆଇ ସହିତ ନିରନ୍ତର ଭାବେ ଯୋଗାଯୋଗରେ ଥିଲେ ଓ ଶତ୍ରୁକୁ ସବୁ ସୂଚନା ଯୋଗାଉଥିଲେ। ନେଇ ଖୁଲାସା, ଜଣେ ପାକିସ୍ତାନୀ ଏଜେଣ୍ଟ ସହ ଯାଇଥିଲେ ବାଲି। ରିପୋର୍ଟ। ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କରେ ନୂଆ ଖୁଲାସା ହୋଇଛି। ରିପୋର୍ଟ ଅନୁଯାୟୀ 2023ରେ 2 ଥର ପାକିସ୍ତାନ ଗସ୍ତ କରିଥିଲେ। ସେଠାରେ ପାକିସ୍ତାନୀ ଏଜେଣ୍ଟ ଅଲି ଏହୱାନ ସାକିର ଏବଂ ରାଣା ଶାହବାଜଙ୍କୁ ଭେଟିଥିଲେ। ସେହିପରି ଜଣେ ଏଜେଣ୍ଟଙ୍କ ସହ ଇଣ୍ଡୋନେସିଆର ବାଲି ମଧ୍ୟ ଯାତ୍ରା କରିଥିଲେ। ସୂଚନା ଥାଉ କି ଗିରଫ ହେବା ପରେ ଜ୍ୟୋତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୋର୍ଟ ତାଙ୍କୁ 5 ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛି। ଭୂମିକମ୍ପ ରିକ୍ଟର ସ୍କେଲରେ ତୀବ୍ରତା 4.2 ରେକର୍ଡ। ଆଫଗାନିସ୍ତାନର ବାଗଲାନ ପ୍ରଦେଶ ନିକଟରେ 4.2 ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଭୂମିକମ୍ପର ଝଟକା ରାଜଧାନୀ କାବୁଲ, ପନସିର ଓ ତକାର ସମେତ ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ଏହି ସମୟରେ ଲୋକମାନେ ଘରୁ ବାହାରି ପଳାଇ ଆସିଥିବା ଜଣାପଡ଼ିଛି। ତେବେ ଭୂମିକମ୍ପ ଫଳରେ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ମିଳିନଥିବା ବେଳେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ସତର୍କ ରହିବା ସହ ସ୍ଥିତି ଉପରେ ନଜର ରଖିଥିବା ନେଇ ସୂଚନା ମିଳିଛି। ଆଇପିଏଲ 2025ର ଫାଇନାଲରେ ପହଞ୍ଚିଲେ ଭାରତ ଆସିବି ବୋଲି এবି ଡିଭିଲିୟର୍ସ ନିଜେ ଘୋଷଣା କଲେ। ପୂର୍ବତନ ଆରସିବି ବ୍ୟାଟ୍ସମ୍ୟାନ এবି ଡିଭିଲିୟର୍ସ ଘୋଷଣା କରିଛନ୍ତି ଯେ ଯଦି ଆରସିବି ଆଇପିଏଲ 25ର ଫାଇନାଲରେ ପହଞ୍ଚିଯାଏ ତେବେ ସେ ଭାରତ ଆସି ଷ୍ଟାଡିୟମରେ ଉପସ୍ଥିତ ରହିବେ। ସେ କହିଛନ୍ତି କୋହଲିଙ୍କ ସହ ଟ୍ରଫି ଉଠାଇବା ତାଙ୍କର ସ୍ୱପ୍ନ। ତେବେ ଡିଭିଲିୟର୍ସ ଆରସିବି ପାଇଁ ଖେଳିବେ 4,491 ରନ୍ କରିଥିବା ବେଳେ ଆଇପିଏଲରେ ମୋଟ 5,162 ରନ୍ କରିଛନ୍ତି। ଆଇପିଏଲ 25ରେ ଆରସିବି ଏବେ ସୁଦ୍ଧା 11ଟି ମ୍ୟାଚରୁ 8ଟି ମ୍ୟାଚରେ ଜିତି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଲବ ହାଁସଦା ବିବାହିତ ଏବଂ ତାଙ୍କର ଝିଅଟି ଅଛି। ବିବାଦ ମଧ୍ୟରେ ପ୍ରତିକ୍ରିୟା ରଖିଲେ ଭାଇ। ପ୍ରେମିକାଙ୍କ ଆତ୍ମହତ୍ୟା ପରେ ଓଡ଼ିଆ ୟୁଟ୍ୟୁବର ଲବ ହାଁସଦା ବିବାଦରେ ଛନ୍ଦି ହୋଇଥିବା ବେଳେ ଏବେ ତାଙ୍କର ବଡ଼ ବାପା ପୁଅ ଭାଇ ପ୍ରତିକ୍ରିୟା ରଖିଛନ୍ତି। ଲବ ଆମ ସହ ଯୋଗାଯୋଗରେ ନାହିଁ। ସେ ଭଲ ରାସ୍ତାରେ ଯାଉଛି ନା ଖରାପ ରାସ୍ତାରେ ଯାଉଛି ତାହା ଆମେ ଜାଣିନାହୁଁ ବୋଲି କହିଛନ୍ତି ବଡ଼ ଭାଇ ବୃଦ୍ରେ ହାଁସଦା। ସେ ଆହୁରି କହିଛନ୍ତି ଲବ ବିବାହିତ ଏବଂ ତାଙ୍କର ଝିଅଟି ଅଛି। ଲବଙ୍କ ପରିବାର ଭଦ୍ରକରେ ଭଡ଼ା ଘରେ ରହୁଛନ୍ତି। ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟୀକରଣ ରଖିଲେ ସରକାର। କହିଲେ ଭୁଲ ଭାବରେ ଉପସ୍ଥାପନ କରାଯାଉଛି। ଅପରେସନ ସିନ୍ଦୁର ଉପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବୟାନକୁ ସମାଲୋଚନା କରାଯିବା ପରେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ଆମେ ଆରମ୍ଭରେ ପାକିସ୍ତାନକୁ ଚେତାବନୀ ଦେଇଥିଲୁ, ଯାହା ଅପରେସନ ସିନ୍ଦୁର ଉପରେ ପ୍ରାରମ୍ଭିକ ପର୍ଯ୍ୟାୟ ଥିଲା। ଏହାକୁ ଭୁଲ ଭାବରେ ଉପସ୍ଥାପନ କରାଯାଉଛି ଯେ ଏହା ଅପରେସନ ପୂର୍ବରୁ ଥିଲା। ସୂଚନା ଥାଉ କି ବୈଦେଶିକ ମନ୍ତ୍ରୀଙ୍କ ବୟାନ ଉପରେ ରାହୁଲ ଗାନ୍ଧୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ବିରାଟଙ୍କୁ ସମ୍ମାନ ଜଣାଇ ଧଳା ଜର୍ସି ପିନ୍ଧିଲେ ପ୍ରଶଂସକ। ଫଟୋ ସେୟାର କଲା ଆରସିବି। ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ବିରାଟ କୋହଲିଙ୍କୁ ସମ୍ମାନ ଜଣାଇ ଶନିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନେକ ପ୍ରଶଂସକ ଧଳା ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଯାହା ଫଟୋ ଆରସିବି ସେୟାର କରିବା ସହ 18
ହାଚ୍ 18 ଲେଖିଛି, ଯାହାକି କୋହଲିଙ୍କ ଜର୍ସି ନମ୍ବର ଅଟେ। ତେବେ ଭାରତ ପାଇଁ 123ଟି ଟେଷ୍ଟ ମ୍ୟାଚ୍ ଖେଳିବା ପରେ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ସୂଚନା ଥାଉ କି ଶନିବାର ଆରସିବି ଓ କେକେଆର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ବର୍ଷା ବାଧକ ସାଜିଛି। ଖେଳିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡରୁ ଏନ୍ଓସି ପାଇଲେ ମୁସ୍ତାଫିଜୁର ରେହମାନ। ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ଆଇପିଏଲ୍ 25ରେ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡରୁ ଏନ୍ଓସି ପାଇଛନ୍ତି। ତେବେ ସେ କେବଳ 18ରୁ 24 ତାରିଖ ପର୍ଯ୍ୟନ୍ତ ଆଇପିଏଲ୍ରେ ଖେଳିପାରିବେ ବୋଲି ସୂଚନା ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସ ମୁସ୍ତାଫିଜୁର ଅଷ୍ଟ୍ରେଲୀୟ ଖେଳାଳି ଜେକ୍ ଫ୍ରେଜର ମାର୍କର ସ୍ଥାନରେ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି। ସୂଚନା ଥାଉ କି ଡିସି ମେ 18ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ। ପ୍ଲେ-ଅଫ୍ରୁ ବିଦାୟ ହେଲେ ଡିଫେଣ୍ଡିଂ ଚାମ୍ପିୟନ କେକେଆର। ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଲେ ଆରସିବି। ଶନିବାର ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବର୍ଷା ଯୋଗୁଁ ଆରସିବି ଓ କେକେଆର ମଧ୍ୟରେ ମ୍ୟାଚ୍ ବାତିଲ ହୋଇଛି। ଫଳରେ ଉଭୟ ଟିମ୍କୁ ଏକ ଏକ ପଏଣ୍ଟ ମିଳିଥିବା ବେଳେ ଡିଫେଣ୍ଡିଂ ଚାମ୍ପିୟନ କେକେଆର ଆଇପିଏଲ୍ର 25ର ପ୍ଲେ-ଅଫ୍ ରେସ୍ରୁ ବିଦାୟ ହୋଇଛି। ଅନ୍ୟପଟେ ଆରସିବି 17 ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। ସୂଚନା ଥାଉ କି ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍, ସନରାଇଜର ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫ୍ ରେସ୍ରୁ ବିଦାୟ ହୋଇସାରିଛନ୍ତି। ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମକୋର୍ଟ। 2013 ମସିହାରେ ମହାରାଷ୍ଟ୍ର ଥାନାରେ 3 ବର୍ଷିଆ କୁନି ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ଜଣେ ବ୍ୟକ୍ତିକୁ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛି। ତଦନ୍ତର ତ୍ରୁଟିକୁ କଡ଼ା ସମାଲୋଚନା କରିବା ସହ ପ୍ରମାଣ ଅଭାବରୁ 12 ବର୍ଷ ଧରି ଜେଲରେ ଥିବା ଉକ୍ତ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ମୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ 2019ରେ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। ପାଇଁ 90 ମିଟର ଥ୍ରୋ ଫିଙ୍ଗିଲେ ନୀରଜ ଚୋପ୍ରା। 2 ଥର ଅଲିମ୍ପିକ୍ ପଦକ ବିଜେତା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ 90 ମିଟର ଥ୍ରୋ ଫିଙ୍ଗିଛନ୍ତି। 27 ବର୍ଷୀୟ ନୀରଜ ଶୁକ୍ରବାର ଦୋହା ଡାଇମଣ୍ଡ ଲିଗ୍ରେ ତାଙ୍କ ତୃତୀୟ ପ୍ରୟାସରେ 90.23 ମିଟର ଜାଭେଲିନ୍ ଫିଙ୍ଗିଥିବା ଜଣାପଡ଼ିଛି। ସୂଚନା ଥାଉ କି ଏହା ପୂର୍ବରୁ ନୀରଜ ଚୋପ୍ରାଙ୍କ କ୍ୟାରିୟରରେ ସର୍ବୋତ୍ତମ ଥ୍ରୋ 89.94 ମିଟର ଥିଲା ଏବଂ ଏହା 2022 ମସିହାରେ ଷ୍ଟକହୋମ୍ ଡାଇମଣ୍ଡ ଲିଗ୍ରେ ଆସିଥିଲା। ନାଗରିକ ଥିଲେ ମଣିପୁରରେ ଏନକାଉଣ୍ଟରରେ ମୃତ 10 ଜଣ ଉଗ୍ରବାଦୀ। ବୁଧବାର ମଣିପୁରରେ ଏକ ଏନକାଉଣ୍ଟରରେ ନିହତ ହୋଇଥିବା 10 ଜଣ ଉଗ୍ରବାଦୀ ମିଆଁମାରର ନାଗରିକ ଥିଲେ ବୋଲି ଜଣା ସୁରକ୍ଷା ଅଧିକାରୀ କହିଛନ୍ତି। ଏହା ସହ ମିଆଁମାରର ନାଗରିକଙ୍କ ମୃତଦେହକୁ ସେଠାକାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି ଯେ ଏନକାଉଣ୍ଟରରେ ନିହତ ହୋଇଥିବା ବ୍ୟକ୍ତିମାନେ ସୀମାପାର ବିଦ୍ରୋହୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ସୂଚନା ଜଣାଶୁଣା ଥିଲେ। ପାକ୍ ପିଏମ୍ ଶରିଫ କହିଲେ, ମୁନିର ମୋତେ ରାତି 2:30ଟାରେ ଉଠାଇ କହିଲେ ଯେ ଭାରତ ଆକ୍ରମଣ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଶେଷରେ ସ୍ୱୀକାର କରିଛନ୍ତି ଯେ ଭାରତର ନୂର ଖାନ ବାୟୁସେନା ଘାଟି ଓ ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ କରିଥିଲା। ସେ ଏକ ସମାରୋହକୁ ସମ୍ବୋଧନ କରି କହିଛନ୍ତି ଯେ ମେ 9ରୁ 10 ତାରିଖ ରାତି ପ୍ରାୟ 2:30ଟା ସମୟରେ ଜେନେରାଲ ଆସିମ ମୁନିର ମୋତେ ଏକ ସୁରକ୍ଷିତ ଫୋନ୍ ଲାଇନରେ କହିଥିଲେ ଯେ ଭାରତ ଏହାର ବାଲାଷ୍ଟିକ୍ ମିସାଇଲ ଲଞ୍ଚ କରିଛି। ତେବେ ତାଙ୍କର ଏହି ଅଭିଭାଷଣର ଭିଡିଓ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି। ପାକିସ୍ତାନର ପର୍ଦ୍ଦାଫାଶ କରିବାକୁ ଥରୁରଙ୍କ ସମେତ ବିଭିନ୍ନ ଦଳର 7 ଜଣ ନେତାଙ୍କୁ ମିଳିଲା ଦାୟିତ୍ୱ। ଅପରେସନ ସିନ୍ଦୁର ଓ ପାକିସ୍ତାନ ପ୍ରଯୋଜିତ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇ ବିଷୟରେ ସୂଚନା ପ୍ରଦାନ କରିବାକୁ ବିଭିନ୍ନ ଦେଶକୁ ଗସ୍ତ କରିବାକୁ ସର୍ବଦଳୀୟ ପ୍ରତିନିଧି ଦଳର ନେତୃତ୍ୱ ନେବାକୁ ଥିବା ନେତାମାନଙ୍କ ନାମ ସରକାର ଘୋଷଣା କରିଛନ୍ତି। ଏହି ନେତାମାନେ ହେଉଛନ୍ତି ଶଶି ଥରୁର, ରବିଶଙ୍କର ପ୍ରସାଦ, ସଞ୍ଜୟ କୁମାର ଝା, ବୈଜୟନ୍ତ ପଣ୍ଡା, କାନି ମୋଝି, ସୁପ୍ରିୟା ସୁଲେ ଏବଂ ଶ୍ରୀକାନ୍ତ ସିନ୍ଦେ। ରଥଯାତ୍ରା ପାଇଁ 3ଟି ରଥର 42ଟି ଚକ ମଧ୍ୟରୁ 16ଟି ଚକର ନିର୍ମାଣ ଶେଷ। 3 ରଥର 42ଟି ଚକ ମଧ୍ୟରୁ ଶୁକ୍ରବାର ସୁଦ୍ଧା 16ଟି ଚକ ନିର୍ମାଣ ଶେଷ ହୋଇଛି। ପ୍ରଭୁ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର 5ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥର 6ଟି ଚକ ନିର୍ମାଣ କରାଯାଇଛି। ଏଥିସହ 3ଟି ରଥର 4ଟି ଲେଖାଏଁ 12 ଫୁଟିଆ ପ୍ରଥମ ଭୂଇଁ ଓଟରା ଚଉପଟ କରାଯାଇ ଉଭୟ ପାର୍ଶ୍ୱବିନ୍ଧ କରାଯାଇଛି। ସେହିପରି 3 ରଥର 2ଟି ଲେଖାଏଁ ଭୂଇଁଖମ୍ବି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇଂଲଣ୍ଡରେ ଅଦିନିଆ ରଥଯାତ୍ରା ଆୟୋଜନ କରିବ ଇସ୍କନ। ଫେସବୁକ୍ ପୋଷ୍ଟକୁ ନେଇ ବଢିଲା ବିବାଦ। ଇଂଲଣ୍ଡର ଚେମ୍ସଫୋର୍ଡରେ ଆସନ୍ତାକାଲି ଅର୍ଥାତ୍ ମେ 18 ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି ଇସ୍କନ। ବାରମ୍ବାର ବିବାଦ ସତ୍ତ୍ୱେ ବିଦେଶରେ କିଭଳି ଭାବରେ ଅଦିନିଆ ରଥଯାତ୍ରା ପୁଣି ଆୟୋଜନ କରୁଛି ତାହା ନେଇ ଜଗନ୍ନାଥ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ସେହିଭଳି ଫେସବୁକରେ ପୋଷ୍ଟ ହୋଇଥିବା କାର୍ଡରେ 3 ରଥରେ ଯେଉଁ ଠାକୁରଙ୍କୁ ବସାଇବା କଥା ବସାଯାଇ ନାହିଁ। ନନ୍ଦିଘୋଷରେ ଦେବୀ ସୁଭଦ୍ରା, ତାଳଧ୍ୱଜରେ ଜଗନ୍ନାଥ, ଦର୍ପଦଳନରେ ବଳଭଦ୍ର ବସିଥିବା ଫଟୋ ସେୟାର କରିଛନ୍ତି। ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ତାଜ ହୋଟେଲକୁ ମିଳିଲା ବୋମା ବିସ୍ଫୋରଣର ଧମକ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ତାଜ ହୋଟେଲରୁ ବୋମା ଦ୍ୱାରା ଉଡ଼ାଇ ଦେବାର ଧମକ ମିଳିଛି। ପୋଲିସ ସୂଚନା ମୁତାବକ ଧମକପୂର୍ଣ୍ଣ ଇମେଲ ଏୟାରପୋର୍ଟ ପୋଲିସର ଇମେଲ ଆଇଡିକୁ ପଠାଯାଇଛି। ଇମେଲରେ କୁହାଯାଇଛି ଯେ ଆତଙ୍କବାଦୀ ଅଫଜଲ ଗୁରୁ ଏବଂ
ସବ୍କ୍ୟୁ ଶଙ୍କରଙ୍କୁ ଅନ୍ୟାୟପୂର୍ଣ୍ଣ ଭାବେ ଫାଶୀ ଦିଆଯିବାର ପ୍ରତିଶୋଧ ନିଆଯିବ। ପରେ ମୁମ୍ବାଇ ପୋଲିସର ଟିମ୍ ଯାଞ୍ଚ ଆରମ୍ଭ କରିଥିବା ବେଳେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ। ବିବାହ ରୀତିନୀତି ସମୟରେ 25 ବର୍ଷୀୟ ବରଙ୍କର ହୃଦ୍ଘାତରେ ମୃତ୍ୟୁ। ଶନିବାର କର୍ଣ୍ଣାଟକରେ ଜଣେ 25 ବର୍ଷୀୟ ଯୁବକଙ୍କ ବିବାହ ରୀତିନୀତି ସମୟରେ ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କନ୍ୟାର ବେକରେ ମଙ୍ଗଳସୂତ୍ର ବାନ୍ଧିବାର କିଛି ମିନିଟ୍ ପରେ ବର ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ। ଏହାପରେ ବରଙ୍କୁ ଉଦ୍ଧାର କରାଯାଇ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ପାଇଁ ସକାଳର ମୁଖ୍ୟ ଖବରକୁ ଏଇଠି ରଖିବା। ନମସ୍କାର। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଗୋଟେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଆଣ୍ଡ ନମସ୍କାର।